ଆଜି ଆମର ଦାଦା ଡମ୍ବର ସାହୁଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସଭା ଅନୁଷ୍ଠିତ ହେଉଛି। ସେ ସଭାର ସମସ୍ତ ଅତିଥିମାନଙ୍କୁ ମୁଁ ସ୍ୱାଗତ କରୁଛି ଏବଂ ଉପସ୍ଥିତ ସମସ୍ତ ବନ୍ଧୁ ପରିଜନମାନଙ୍କୁ ମୁଁ ସମସ୍ତଙ୍କୁ ଆଶା ରଖୁଛି ସମସ୍ତେ ସ୍ମୃତି ସଭାରେ ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ନିଶ୍ଚିତ ପ୍ରାର୍ଥନା କରିବା ଆଶା ରଖୁଛି। ଡମ୍ବରୁଧର ସାହୁ ମୋର ନିଜ ଦାଦା। ସେ ମୁଁ ତାକୁ ଜନ୍ମ ହେଲା ପରେ ମୋତେ 62 ବର୍ଷ ହେଲାଣି, ତାଙ୍କୁ 92 ବର୍ଷ, 30 ବର୍ଷ ଫରକ। ଅର୍ଥାତ୍ ମୁଁ ଜନ୍ମ ହେଲା ପରଠାରୁ ତାଙ୍କୁ ଦେଖୁଛି। ସେ ଗାଁରେ ରହନ୍ତି, ମୁଁ ମଧ୍ୟ ଗାଁରୁ ଅଛି। ତାଙ୍କର ସେ ଜଣେ ସରଳ, ନିଷ୍କପଟ ଏବଂ ଭାତୃପ୍ରେମ ଏବଂ ସମସ୍ତଙ୍କୁ ଭଲ ପାଇବାର ଗୁଣ ତାଙ୍କର ଗୋଟେ ଥିଲା, ଯାହାକି ଗାଁର କୌଣସି ଲୋକ ତାଙ୍କୁ ଖରାପ ଭାବୁନଥିଲେ। ତାଙ୍କର ଅତ୍ୟନ୍ତ ମଧ୍ୟବିତ୍ତ ନୁହଁ, ଆମର ପିଲାବେଳ କଥା ଦେଖିଲେ ସିଏ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟବିତ୍ତ ନୁହଁ ସେତେବେଳେ। ତାପରେ ସେ ବୁଣିଆ କାମ, ଆମର ଯେଉଁ ସୁନା ରୂପା କାମ କରି ସେ ତାଙ୍କ 3 ପୁଅ ଝିଅଙ୍କୁ ପାଠ ପଢ଼େଇଲେ। ପାଠ ପଢ଼ାଇଲା ପରେ ତାଙ୍କ 3 ପୁଅମାନେ ସମସ୍ତେ ଚାକିରି କରିଗଲେ। ଚାକିରି କରିଗଲା ପରେ ଝିଅ ମଧ୍ୟ ବିବାହ ହେଲା। ତାପରେ ସେ ଗାଁରେ ରହିଲେ। ଏବେ ପ୍ରାୟ 8-10 ବର୍ଷ ହେବ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ପିଲାଙ୍କ ପାଖରେ ଯାଇକି ରହୁଥିଲେ। କିନ୍ତୁ ସେ ଗଲେ ହେରି, କିନ୍ତୁ ତାଙ୍କର ମୋର ସମ୍ପର୍କ ଅତି ବିଶ୍ୱସ୍ତ। ସେ ମୋତେ ବହୁତ ଭଲ ପାଆନ୍ତି। ଆଉ ମୋତେ ଏବେ ବି ସେ ଭୁବନେଶ୍ୱରରେ ଥିଲାବେଳେ ସବୁଦିନ ଫୋନ୍ କରିବେ, ସବୁଦିନ ସନ୍ଧ୍ୟାବେଳେ। ମୁଁ କାର୍ଯ୍ୟ ବ୍ୟସ୍ତ ବଶତଃ କରିପାରେନି। ଏବେ ପ୍ରାୟ ମାସେ 2 ମାସ ତଳେ, 2 ମାସ 2.5 ମାସ ହେବ ମୋତେ ଫୋନ୍ କଲେ, କହିଲେ ବାବୁ, ଆଉ ସେ ବାବୁ ବୋଲି ଡାକନ୍ତି, କହିଲେ ବାବୁ ମୋର ଗୋଡ଼ ଭାଙ୍ଗିଗଲା, କଷ୍ଟ ହେଉଛି, ଗୋଡ଼ ଭାଙ୍ଗିଗଲା। ମୁଁ ତାପରେ ଦେଖିବାକୁ ତାଙ୍କୁ ଯାଇଥିଲି। ଦେଖିକିରି ଆସିଲା ପରେ ସେ ଭାରି ବ୍ୟସ୍ତ ହେଉଥିଲେ। 92 ବର୍ଷ ବୟସ୍କ ଲୋକ, କ୍ରମଶଃ ନିଶ୍ଚିତ ଭାବରେ ଗୋଡ଼ ଭାଙ୍ଗିଗଲେ ତାଙ୍କର କଷ୍ଟ ହେବ। ସେ ସେଇଆକୁ ସଦାବେଳେ ମୋତେ କହିବା କାରଣ ତାଙ୍କର ଯେଉଁ କଷ୍ଟର ଲାଘବ ପାଇଁ ମୁଁ ତାଙ୍କ ବଡ଼ ପୁଅ ଈଶ୍ୱର ସାଥିରେ କଥାବାର୍ତ୍ତା ହେଇ ନା ସବୁ ଔଷଧପତ୍ର ଦିଆହେଇଛି, ସବୁ ହେଇଛି, ସବୁ ଠିକ୍। ଆଉ କିନ୍ତୁ ବାରମ୍ବାର କହୁଛନ୍ତି ଯନ୍ତ୍ରଣା ହେଉଛି, ଆମେ ଯାଇ ଯିବା। ପୁଣି ଯାଇ ଡାକ୍ତରଙ୍କୁ କଲେ, ଡାକ୍ତର କହିଲେ ଆଉ କିଛି ଔଷଧ ତା ପାଇଁ ନାହିଁ, ଯାହା ଦିଆହେବା କଥା ଫାଷ୍ଟ ଡୋଜ୍ ଦିଆହେଇଯାଇଛି। ଆଉ ସେଟା ମୋତେ ତାଙ୍କ ପୁଅ କହିଲେ, ମୁଁ ସେଇଟା ଜାଣିଲି, କିନ୍ତୁ ସିଏ ବୁଝନ୍ତିନି। ସେ ଭାବନ୍ତି ଯେ ମୋର ଯେଉଁ କଷ୍ଟ ହେଉଛି ଆଉ ୟାଠୁ ଆଉ ଭଲ ପାୱାରଫୁଲ୍ ଔଷଧ ଦେଲେ ଭଲ ହେଇଯିବ। ଆଉ କ'ଣ ଦେଉନାହାନ୍ତି ଡାକ୍ତରମାନେ। ମୋତେ ଫୋନ୍ କରନ୍ତି, ତୁ ଟିକେ କହ ଈଶ୍ୱରକୁ ଯେ ମୋତେ ଆଉ ଥରେ ଡାକ୍ତରଖାନା ନେବ, ଆଉ ଭଲ ଡାକ୍ତରଖାନା ନେବ, ଏ ଯନ୍ତ୍ରଣା କମୁନି। ଆଉ ମୁଁ କହିଲି ନା ସେ ସବୁଠୁ ଭଲ ଔଷଧ ଦିଆହେଇଛି, ଡାକ୍ତର କୁହନ୍ତୁ। ନା ତୁ ବୁଝିଥିଲୁ? ମୁଁ କହିଲି ହଁ। ନା ହଉ ତାହେଲେ। ଆଉ ଆସ୍ତେ 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 ସେ ଭଲ ହେଇଗଲା। ମୋତେ ସେଠୁ କହିଲେ ନାଇଁ ଭଲ ଲାଗିଲେଣି, ଏବେ ପ୍ରାୟ ଭଲ ଲାଗିଲେଣି। ତାପରେ ବାର୍ଦ୍ଧକ୍ୟ ଜନିତ କଷ୍ଟ ଦୂର, କ୍ରମଶଃ ସେ ନରମି ଗଲେ ଏବଂ ତାପରେ ଆସ୍ତେ ଆସ୍ତେ ସେ ଦୁର୍ବଳ ହେଇଗଲେ। 92 ବର୍ଷ ବୟସ୍କ ଯେହେତୁ କ୍ରମଶଃ ନିଶ୍ଚିତ ହେଲେ। ସେ ଯାହା ହଉ, ସେ ଜଣେ ମୋତେ ବହୁତ ଭଲ ପାଉଥିଲେ, ସାଦାସିଧା ଲୋକ। ଆଉ ତାଙ୍କର ମୁଖ୍ୟ କାମ ଥିଲା, ପିଲାମାନେ ଚାକିରି କରିଗଲା ପରେ ସେ ଗାଁରେ ଆମର ଯେଉଁ ଭଗବତ ବାସୁଦେବଙ୍କ ଘର ଅଛି, ସେ ସବୁଦିନ ସେ ଯାଇକି ଭାଗବତ ଗୀତା ପଢ଼ନ୍ତି। ମୋ ପିଲାବେଳୁ ମୁଁ ଦେଖେଇ ଭାଗବତ ଗୀତା ହେଲା ତାଙ୍କର ମୁଖ୍ୟ। ସେ ଗୀତା ପଢ଼ି 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 ମୁଁ ସଦାବେଳେ ଭାବେ ତାଙ୍କର ଯେଉଁ ବଳ, ଗୀତା ପଢ଼ି ପଢ଼ି ଭଗବାନଙ୍କ ଠାରୁ ଯେଉଁ ସେ ନିଜକୁ ସମର୍ପଣ କରିଦେଇଥିଲେ, ତା'ର ଫଳ ଏବଂ ତା'ର ଆଶୀର୍ବାଦ ନିଶ୍ଚିତ ଭାବରେ ଥିଲା, ଯାହାକି ତାଙ୍କ ପିଲାମାନେ ଆଜି ଯେଉଁ ସଫଳତାରେ ପହଞ୍ଚନ୍ତି, ମୁଁ ଏହା କହିବି ନିଶ୍ଚିତ ଭାବରେ ତାଙ୍କର ଆଶୀର୍ବାଦ ସେଥିରେ ନିହିତ ଥିଲା। ତାଙ୍କ ଆଶୀର୍ବାଦ ଇଏ କେବେ ସମ୍ଭବ ନୁହେଁ। ସେ କାହାକୁ ଖରାପ ଭାବନ୍ତିନି କି ତାଙ୍କର କେହି ଶତ୍ରୁ ନଥିଲେ। ସିଏ କେବଳ ମାନେ ଭଗବତ ଗୀତା ପଢ଼ିବା, ସମସ୍ତଙ୍କ ସାଥିରେ ମିଶିକି ଚଳିବା, ଇଏ ଗୋଟିଏ ହେଲା ତାଙ୍କର କଥା। ମୁଁ ସଦାବେଳେ ଭାବେ ତାଙ୍କର ନିଶ୍ଚିତ ଭାବରେ ଯିଏ ଯେତେ ଯେଉଁ କର୍ମ କରିବ, କର୍ମର ଫଳ ନିଶ୍ଚିତ ଭାବରେ ପିଲାଙ୍କ ଉପରେ ପଡ଼ିବ।
ତାଙ୍କର ଯେଉଁ ଆଧ୍ୟାତ୍ମିକ ଚିନ୍ତା, ଆଧ୍ୟାତ୍ମିକ ଭାବ ଏବଂ ଆଧ୍ୟାତ୍ମିକ ବିଚାରଧାରା ଏବଂ ଠାକୁରଙ୍କ ପାଖରେ ନିଜକୁ ସମର୍ପଣ ଭାବର ପ୍ରଭାବ ନିଶ୍ଚିତ ଭାବରେ ତାଙ୍କ ପିଲାଙ୍କ ଉପରେ ଥିଲା, ଯାହାଫଳରେ କି ପିଲାମାନେ ଆଜି ନିଶ୍ଚିତ ଭାବରେ ସମାଜର ଜଣେ ଜଣେ ବ୍ୟକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତ ଯାହା ହେଉ ତାଙ୍କର ମଣିଷ ତ ମରିଲେ ନିଶ୍ଚିତ ଭାବରେ, ଜନ୍ମ ହେଲେ ନିଶ୍ଚିତ ମୃତ୍ୟୁ, ତାହା ହେଇଛି, କିନ୍ତୁ ତାଙ୍କର ଯେଉଁ ସାହସ, ଯେଉଁଭଳି ପ୍ରକାର ସେ ନିଜେ ଏଠାରେ ଯେଉଁ ପିଲାମାନେ ପାଠ ପଢ଼ିବା ପାଇଁ ତାଙ୍କର କିଛି ଅଳ୍ପ ଖଣ୍ଡେ ଜମି ଥିଲା ସେଟା ବିକି ଦେଇଥିଲେ, ସେଗୁଡ଼ା ସବୁ ଆଉ କିଛି ନାହିଁ, କେବଳ ଘରଟିଏ ବ୍ୟତୀତ ତାଙ୍କର ଏଠି କିଛି ନଥିଲା। ଆଉ ମୁଁ କହିଲି ଦାଦା ସବୁ ବିକ୍ରି ହେଇଗଲା ନା, ପିଲା ଯଦି ମଣିଷ ହେବେ ତାହେଲେ ସେ ନିଶ୍ଚିତ କିଣିବେ। ଏମିତି ସମୟ ହେଲା ସେ ଭୁବନେଶ୍ୱର, ଦିଲ୍ଲୀ, ବମ୍ବେ ଯୁଆଡ଼େ ହଉ ଜାଗା ବାଡ଼ି କିଣିଲେ, କିଛି ତାଙ୍କର କିଛି ରହିଲାନି। କିନ୍ତୁ ତାଙ୍କର ସେ ଯେଉଁ କର୍ମର ପ୍ରଭାବ, ସେ କର୍ମର ପ୍ରଭାବ ଏଠି ଯେଉଁ ବିକ୍ରି ହେଇଥିଲା ତାର ସେ 100 ଗୁଣା କି 200 ଗୁଣାରେ ଜାଗା ବାଡ଼ି କିଣା ହେଲା। ତେଣୁ ସେ ହେଉଛି ନିଶ୍ଚିତ ଭାବରେ, ଇଏ ହେଉଛି ତାଙ୍କର କର୍ମର ପ୍ରଭାବ। ନିଶ୍ଚିତ ଭାବରେ କର୍ମର କିଛି ପ୍ରଭାବ ରହିଛି। ମୁଁ ଆଜି ତାଙ୍କର ଏକାଦଶ ଉପଲକ୍ଷେ ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଛି ସେଭଳି ଜଣେ ଆତ୍ମାର ନିଶ୍ଚିତ ସଦ୍ଗତି ହେବ ଏବଂ ସେ ବୈକୁଣ୍ଠ ପ୍ରାପ୍ତି ହେବେ। ଏହା ମୁଁ ତାଙ୍କର ପ୍ରତିଭା ହିସାବରେ ଠାକୁରଙ୍କ ପାଖରେ ବିନମ୍ର ବିନତି କରି ମୋର ଅଭିଭାଷଣ ବନ୍ଦ କରୁଛି।